ଆମର ଯୋଗାଣ ନିଗମ ତରଫରୁ ଗୋଟିଏ ନୂଆ ଭବନ ତିଆରି ହେବା ଯୋଜନା ଆଜି ଶିଳାନ୍ୟାସ କରାଗଲା। ଆଉ ତାର ଅବଧି ହେଉଛି 2024 ମସିହା ମାର୍ଚ୍ଚ ସୁଦ୍ଧା କମ୍ପ୍ଲିଟ୍ ହେବ। ଆଉ ଏଇଟା 5 ମହଲା ବିଶିଷ୍ଟ ହେବ। ଆଉ କାହିଁକି ନା ଏଇଟା ରିକ୍ୱାରମେଣ୍ଟ ପଡ଼ୁଛି, ପ୍ରକୃତରେ ଡିପାର୍ଟମେଣ୍ଟର ବହୁତ କାମ ଅଛି, ଏଇଟା ଦରକାର ପଡ଼ୁଛି, ତେଣୁ ଆଜି ତାକୁ ଶିଳାନ୍ୟାସ କରାଗଲା। ଦ୍ୱିତୀୟ କଥା ହେଲା, ଆମେ ରବି ଋତୁ ପାଇଁ ଯେଉଁ ମାନେ ରବି ଧାନ କିଣିବା ପାଇଁ ଡିପାର୍ଟମେଣ୍ଟ ଅବିକା ପ୍ରସ୍ତୁତ ହେଉଛି। ବିଭିନ୍ନ ଜିଲ୍ଲାମାନଙ୍କରେ ସର୍ଭେ କାର୍ଯ୍ୟ ଚାଲିଛି। ଆଉ 3ଟି ଜିଲ୍ଲା ଏଥିରେ ନୂଆ ମଧ୍ୟ ଆଡ଼୍ କରାଯିବ ବୋଲି ଚିନ୍ତା କରାଯାଉଛି। ତେଣୁ ଧାନ ପ୍ରଡକ୍ସନ୍ ରାଜ୍ୟରେ ବଢ଼ିଛି। ଆଉ କୃଷକମାନେ ଉତ୍ସାହିତ ଅଛନ୍ତି ଧାନ ପ୍ରଡକ୍ସନ୍ କରିବାରେ। ଆଗରୁ ଏତେ ଉତ୍ସାହିତ ନଥିଲେ। 3100 ଟଙ୍କା ପର କ୍ୱିଣ୍ଟାଲ ପାଇଲା ପରେ ଚାଷୀ ବର୍ତ୍ତମାନ ବହୁତ ଖୁସି ଅଛନ୍ତି ଏବଂ ତାଙ୍କ ଭିତରେ ଗୋଟେ କନଫିଡେନ୍ସ ଆସିଛି ଯେ ସରକାର ଯାହା କହିଛନ୍ତି ସେୟା କରୁଛନ୍ତି। ସେ ବିଶ୍ୱାସ କାରଣରୁ ସେମାନେ ଏ ବର୍ଷ ବହୁତ ଧାନ ପ୍ରଡକ୍ସନ୍ କରିବେ ଏବଂ ରବିରେ ସେମାନେ ମଧ୍ୟ ଯେଉଁ ପ୍ରଡକ୍ସନ୍ କରିଥିବା ଧାନକୁ ସରକାର କିଣିବେ। ସେଥିପାଇଁ ଅବିକା ପ୍ରସ୍ତୁତି ଚାଲିଛି। ସେ ବର୍ତ୍ତମାନ କେବଳ ରେଜିଷ୍ଟ୍ରେସନ୍ ହେବ। ରେଜିଷ୍ଟ୍ରେସନ୍ ସରିଲା ପରେ ପୁଣି ସର୍ଭେ ହେବ। ସର୍ଭେ ସରିଲା ପରେ ପୁଣି ଟୋକନ୍ ଡିଷ୍ଟ୍ରିବ୍ୟୁସନ୍ ହେବ। ସେ କାର୍ଯ୍ୟ ବର୍ତ୍ତମାନ ଚାଲିଛି। ନାଇଁ, ବର୍ତ୍ତମାନଠୁ ଟାଇମ୍ ଡିସିସନ୍ ନିଆଯାଇନି। ବର୍ତ୍ତମାନ ପ୍ରିଲିମିନାରୀ ସର୍ଭେ କାର୍ଯ୍ୟ ଚାଲିବ। ରେଜିଷ୍ଟ୍ରେସନ୍ ସର୍ଭେ ଏଗୁଡ଼ା ସବୁ ଚାଲିବ।